ଶ୍ରମ ଆଇନକୁ କାର୍ଯ୍ୟକାରୀ କରିବା ଦାବିରେ ଜିଲ୍ଲା ଶ୍ରମ ଦପ୍ତରକୁ ଧାରଣାରେ ଅଚଳ କଲେ ଶ୍ରମିକ ସଂଗଠନ। ଜିଲ୍ଲା ଶ୍ରମ ଦପ୍ତରକୁ ଗୁରୁବାର ଦିନ ଘେରାଉ କରି ରଖିଥିବା ଶ୍ରମିକମାନେ ଅପରାହ୍ନ 4ଟା ବେଳେ ଡିଏଲ୍ସିଙ୍କ ସହ ଶ୍ରମିକ ସଂଗଠନମାନଙ୍କର ଏକ ରାଜିନାମା ପରେ ଧାରଣାରୁ ଓହରି ଯିବାରୁ ଆଜି ଅଫିସ କାର୍ଯ୍ୟ ସ୍ୱାଭାବିକ ହୋଇଛି। ବାଲେଶ୍ୱର ଟ୍ରେଡ୍ ଆସୋସିଏସନ କୋର୍ଡିନେସନ କମିଟି ଆହ୍ୱାନ କ୍ରମେ କେନ୍ଦ୍ରୀୟ ଶ୍ରମିକ ସଂଗଠନ, ସ୍ୱାଧୀନ ସଂଗଠନମାନଙ୍କ ମିଳିତ ମଞ୍ଚ ଓ ନିର୍ମାଣ ସଂଘମାନଙ୍କ ପକ୍ଷରୁ ଏକ ମିଳିତ ଶୋଭାଯାତ୍ରା ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ପାଖରୁ ବାହାରି ଜିଲ୍ଲା ଶ୍ରମ ଦପ୍ତର ସମ୍ମୁଖରେ ବିକ୍ଷୋଭ ଓ ଧାରଣା ପ୍ରଦର୍ଶନ କରି ଅଫିସକୁ ଘେରାଉ କରିଥିଲେ। TUSCର ଅଧ୍ୟକ୍ଷ ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ସମ୍ପାଦକ ଗୌରାଙ୍ଗ ପାଣିଗ୍ରାହୀଙ୍କ ସମେତ IUNTAC ଜିଲ୍ଲା ସଭାପତି ସୁରେଶ ଚନ୍ଦ୍ର ବେହେରା, ବାସନ୍ତୀ ସାମଲ ପ୍ରମୁଖ ଏହି ଧାରଣାରେ ଯୋଗ ଦେଇଥିଲେ।